যদি ଆପଣଙ୍କୁ ଗୋଟିଏ ଟିଚର ଜବ୍ କରିବାର ଅଛି କିମ୍ବା ଗୋଟିଏ ଡକ୍ଟର ଜବ୍ ନହେଲେ ଅନ୍ୟ କିଛି ଜବ୍ କରିବାର ଅଛି ତାହେଲେ ଆପଣଙ୍କୁ କିଛି କ୍ୱାଲିଫିକେସନର ଦରକାର ପଡିଥାଏ। କିନ୍ତୁ ଆପଣ କଣ କେବେ ଭାବିଛନ୍ତି ଯେ ଦେଶର ପ୍ରାଇମ ମିନିଷ୍ଟର ମାନେ ପ୍ରଧାନମନ୍ତ୍ରୀ ହେବାକୁ କଣ କଣ କ୍ୱାଲିଫିକେସନ ଦରକାର ପଡେ? ଦେଖନ୍ତୁ ଏଜୁକେସନ ଯାହା ହେଲେ ବି ଚଳିବ ଗୋଟିଏ ପ୍ରଧାନମନ୍ତ୍ରୀ ହେବା, କିନ୍ତୁ ଏହି କିଛି ଜିନିଷ ନିହାତି ଥିବା ଦରକାର ସେହି ମଣିଷ ଭିତରେ ଯିଏ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି। ପ୍ରଥମ ସେ ଗୋଟିଏ ଇଣ୍ଡିଆର ସିଟିଜେନ ହେବା ଦରକାର, ମାନେ ଭାରତୀୟ ନାଗରିକ ହେବା ଦରକାର। ଦ୍ୱିତୀୟରେ ସେ ମଣିଷ ଗୋଟିଏ ମେମ୍ବର ଥିବା ଦରକାର ଲୋକସଭାରେ ନହେଲେ ରାଜ୍ୟସଭାରେ। ଏହା ପାଇଁ ଏଜ ଲିମିଟ ମଧ୍ୟ ଅଛି। ଯଦି ଲୋକସଭାରେ ଥିବେ ତାହେଲେ 25 ବର୍ଷ ହେବା ଦରକାର ଏବଂ ଯଦି ରାଜ୍ୟସଭାରେ ଥିବେ ତ 30 ବର୍ଷ ହେବା ଦରକାର ସେହି ମେମ୍ବରକୁ। ଏବଂ ଦେଖନ୍ତୁ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଆପଏଣ୍ଟ କରିଥାନ୍ତି ପ୍ରାଇମ ମିନିଷ୍ଟର ଅଫ ଇଣ୍ଡିଆଙ୍କୁ। ସେଥିପାଇଁ ଆପଣ ହୁଏତ ଗୋଟିଏ ପାର୍ଟିର ଲିଡର ହେବା ଦରକାର ଏବଂ ଆପଣଙ୍କ ପାଖରେ ଅଧିକରୁ ଅଧିକ ମେଜୋରିଟି ଲୋକସଭାର ସିଟ୍ ରହିବା ଦରକାର। ଆପଣଙ୍କ ଉପରେ ପୁରା ମେଜୋରିଟିର କନଫିଡେନ୍ସ ଥିବା ଦରକାର ଏବଂ ସବୁ ପାର୍ଟିର ସପୋର୍ଟ ମଧ୍ୟ ଦରକାର ଯଦି ଆପଣ ପ୍ରାଇମ ମିନିଷ୍ଟର ହେବା ପାଇଁ ଚାହୁଁଛନ୍ତି। ତାହେଲେ ଯଦି ଆମେ ଦେଖିବା ଇଣ୍ଡିଆନ ହିଷ୍ଟ୍ରିରେ ଜବାହରଲାଲ ନେହେରୁ ସବୁଠୁ ଲଙ୍ଗ ଟାଇମର ପ୍ରାଇମ ମିନିଷ୍ଟର ଥିଲେ ଇଣ୍ଡିଆରେ ଏବଂ ନରେନ୍ଦ୍ର ମୋଦିକୁ ପାଖାପାଖି 10 ବର୍ଷ ହେଇଗଲାଣି ପ୍ରାଇମ ମିନିଷ୍ଟର ହେଇକି। ଏବଂ ଆଗକୁ ଆସୁଥିବା 2029 ର ଯଦି ଇଲେକ୍ସନ ପ୍ରାଇମ ମିନିଷ୍ଟର ଯିଏ ଅଛନ୍ତି ନରେନ୍ଦ୍ର ମୋଦି ଜିତିଯିବେ ତାହେଲେ ତାଙ୍କେ ଜବାହରଲାଲ ନେହେରୁଙ୍କର ରେକର୍ଡ କାଟି ରେସରେ ଆଗକୁ ପଳେଇବେ। ଯଦି ଏହି ଭିଡିଓ ଆପଣଙ୍କୁ ଇନଫର୍ମେଟିଭ ଲାଗିଲା ତାହେଲେ ଆମ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଇନଷ୍ଟାଗ୍ରାମରେ ଆମକୁ ଫଲୋ କରନ୍ତୁ। ଧନ୍ୟବାଦ।